ଶ୍ରବଣ କଲେ କଣ ହବ ନା ଏ ସଂସାରରେ ଆପଣ ମାନେ କିପରି ଭଲରେ ଚଳିପାରିବେ, ଭଲ ମଣିଷଟି ହେଇପାରିବେ, ସଂସାରର ହାନି ଲାଭ ଭଲ ମନ୍ଦ ସବୁ କିଛି ଆପଣ ବୁଝିପାରିବେ। କେଉଁ ପ୍ରକାରେ କେଉଁ ମାନବ ସାଙ୍ଗରେ କିପରି ଚଳିବ, ଆପଣ ମାନଙ୍କର ନୀତିଦିନର ବ୍ୟବହାର ଏବଂ ଚାଲିଚଳନ ସବୁ କିଛି ଏହି ବାୟା ଗୀତାରେ ପ୍ରଦର୍ଶିତ ହୋଇଛି। ମୁଁ ଆପଣ ମାନଙ୍କୁ ଶ୍ରବଣ କରାଉଛି, ତାହା ଶୁଣନ୍ତୁ। ଆପଣ ସୁଧୁରି ଯିବେ, ଭଲ ମଣିଷଟିଏ ହୋଇଯିବେ। ଏଥିରେ ଇଳେ ହେଲେ ନିଷେଧ କରନ୍ତୁ ନାହିଁ। ଧ୍ୟାନ ଦେଇ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଆପଣ ଶ୍ରବଣ ମନନ କରନ୍ତୁ। ସଂସାରରେ କ୍ରୀଡ଼ା କରଇ ଘେନି ରଙ୍ଗ ପସରା, ଯେଉଁ କଥା ଯେହୁ ଲୋଡ଼ିବ ତହିଁ ମିଳଇ ତ୍ୱରା। ପୁତ୍ର କନ୍ୟା ଦଳେ ଘେନିଣ ଧନ୍ଦି ହେଉଣ ଥାନ୍ତି, ଜଟାଧାରୀ ହୋଇ କେହିବା ତପକୁ ଆଚରନ୍ତି। କେହିବା ସନ୍ନ୍ୟାସ ରୂପରେ ଭବ ବଣେ ବୁଲନ୍ତି, କେହି ଅବଧୂତ ବେଶରେ ନାନା ସ୍ଥାନେ ଫେରନ୍ତି। ପରମହଂସରେ ବିହରି ଏହି ହଂସ ଚିହ୍ନନ୍ତି, ଆପେ ଆପଣାକୁ ବୁଝାଇ ତତ୍ତ୍ୱଜ୍ଞାନୀ ବୋଲାନ୍ତି। ଭିକାରୀ ହୋଇଣ କେହିବା ଦ୍ୱାରେ ଦ୍ୱାରେ ମାଗଇ, ଦାତା ପଣେ ଦାନି ବୋଲାଇ କେହୁ ଦାନ କରଇ। ରାଜା ହୋଇ କେହି ବୁଝଇ ପୁଣି ରାଜର କଥା, ପ୍ରଜା ହୋଇ କେହି ଜଣାଏ ତାର ମରମ ବ୍ୟଥା। ନ୍ୟାୟପତି ରୂପେ କେହିବା ନ୍ୟାୟ ବିଚାର କରେ, ଦୋଷୀ ହୋଇ ଭୋଗ କରନ୍ତି ଥୋକେ ଦଣ୍ଡ ବିଧିରେ। ସାହୁ ହୋଇ ଦଳେ ବସନ୍ତି ଥିଲେ ଖାତକ ସିନା, ଗୁରୁ ହୋଇ ଶିଷ୍ୟ ବୁଝାଏ ଆପେ ବୁଝାଇ କିନା। ଯେଉଁ ପଥେ ଯେବା ଗମନ କରେ ଅଟେ ସେ ପଥ, ସୁପଥ କୁପଥ ଦୁଇଟି ଅଟେ ବିକାର ମାତ୍ର। ଆଲୁଅ ନଥିଲେ ଅନ୍ଧାର କିପରି ବା ହୋଇବ, ଅନ୍ଧାର ଆଲୋକ ମିଶିଲେ ମନୁ ଭ୍ରମ ଘୁଞ୍ଚିବ। ଜଞ୍ଜାଳ ଜାଲଟି ଅଟଇ ସଦା ଯମଯାନ୍ତନା, ଦେହ ଥିଲେ ଜଳା ହୁଅଇ ନଥିଲେ ନାହିଁ ସିନା। ଶିବ ଶିବ ବୋଲି ଯାହାକୁ କହୁ ଅଛି ଜଗତ, ତାଙ୍କର ବେଦନା ଶୁଣିଲେ ଲାଗଇ ଆଶ୍ଚମ୍ବିତ। ହରଙ୍କ ବୃଷଭ ବାହନ ପାର୍ବତୀଙ୍କ ସିଂହ, ଖାଦ୍ୟ ଖାଦକ ସମ୍ବନ୍ଧରେ ନୀତି ହୁଏ କଳହ। ମୟୂର ବାହନ ଥିବାରୁ ପୁତ୍ର କାର୍ତ୍ତିକଙ୍କର, ଶିବଙ୍କର ସର୍ପ ମୟୂର ଦେଖି ଭୟେ କାତର। ଗଜାନନଙ୍କର ବାହନ ନାମ ଅଟେ ଇନ୍ଦୁର, ଶିବଙ୍କ କୌପୁନୀ କାଟିଣ କରଇ ହରବର। ଏପରି ଜଞ୍ଜାଳେ ପଡ଼ିନ ଶିବ ବିଷ୍ଣୁ ଛାମୁର, ଗୁହାରି କରନ୍ତେ ଭାସିଲେ ଜଗତର ଠାକୁର। ଏକ ଭାର୍ଯ୍ୟା ନାମ ଚଞ୍ଚଳା, କଥା ନ ମାନେ ମୋର, ଦ୍ୱିତୀୟା ଅଟଇ ମୁଖୁରା ଦିଏ ପ୍ରତି ଉତ୍ତର। 15 ନାମେ ସନ୍ତାନ ବିଶ୍ୱ ବିଜୟ ବୀର, ଜଗତକୁ ସେହି କଣ୍ଟକ ହେଲା ସବୁ ପ୍ରାଣୀର। ବିଶ୍ରାମ ଲଭିବା ପାଇଁକି କଲି ଅନନ୍ତ ସଜ୍ଜା, ଗରୁଡ଼ ସେଠାରେ ପହଞ୍ଚି ସାରିଦେଲା ମୋ ମଜା। ସବୁ କଥା ବୁଝି ବିଚାରି ତୁନି ହୋଇଛି ମୁହିଁ, ନୀଳାଚଳେ ନୀତି ବିହରେ ଦାରୁ ରୂପ ବୋଲାଇ। କର୍ତ୍ତବ୍ୟା କର୍ତ୍ତବ୍ୟ ଧାରଣ କରି ନପାରେ କେହି, କରତା ନାମରେ ବିଦିତ ବ୍ରହ୍ମାଣ୍ଡର ଗୋସାଇଁ। କରମର କର୍ତ୍ତା ଥିବାରୁ କର୍ମେ ହୁଏ ପ୍ରଭୃତି, କୈବଲ୍ୟ ଦାତା ବୋଲାଇ କାଳେ ମୁକ୍ତି ସେ ଦିଅନ୍ତି। ବଧ ମୋକ୍ଷ ଦୁଇ ଅଟଇ ତାଙ୍କ ଇଚ୍ଛା ଅଧୀନ, ଏମନ୍ତ କେ ନାହିଁ ଏଭବେ ହୋଇ ଚିର ସ୍ୱାଧୀନ। ଜଠର ନଳ କରଇ ସଦା ଯନ୍ତ୍ରଣା ଜାତ, ହୋଇ ବେଟି ଜୀବ ସ୍ୱାଧୀନ ତାକୁ କଲେ ତୃପତ। ଧୁନି କୁଣ୍ଡ ଦେହେ ଅଟଇ ସେହି ଜଠରା ନଳ, ତାହାକୁ ସନ୍ତୋଷ କରିଲେ ହୁଏ ଚେତା ପ୍ରବଳ। ଚେତନା ଆସିଲେ ଯାତନା ଆଉ ମିଳଇ ନାହିଁ, ଯାତନା ନଥିଲେ ମୁକ୍ତି ଆପେ ଆପେ ମିଳଇ। ମନରୁ ମନୁଷ୍ୟ ରୂପଟି ହୋଇ ଅଛି ଉଦ୍ଭବ,
मन बस जार हुई लभे परम भाव क्षण करे मन भ्रमई एही विश्व भुवन गतिशीलतार बुझिबा अटई विडंबन मन जार गुरु रूपरे उपदेश दियई तार केउ कथा असाध जगतरे न पाई यही मन हेले प्रसन्न दिए अभयवर यही मन मात्र अटई देउलर ठाकुर गौरव नामेण अछई हृदय जेउ देवता तार बस हेले देवता मध्य हराए चेता अति गर्वे लंकापुरटी होई गला दहन अति गर्वे नाश होइला धृष्ट राष्ट्र नंदन दाता पणे गर्व करिण दिने बळी राजन तीनी पादे सबु सारिला देई बामने दान रास क्रीड़ा दिने गौरव कले गोप युवती गौरव तांकर गंजिन थिले बरजपति गौरव निश्चय खरब दिने हेब विश्वर काहीं से प्राचीन उत्कल तार शिल्प मंदिर प्रेमरे गौरव मिसिले हुए सर्वनाश जीवन रे थाई जीवन हुए मृत्यु मनुष्य गुरु गौरव छाड़िले जाति कूल तेजई ज्योति निरंजन जगत जाक बुली देखई निरंजने मन रंजिले हुए अमृत प्राप्त अमृत रसरे रसिले जीव आत्मा तृपत आत्मा कुशल रे विकास प्राप्त हुई बुद्धि विकासित बुद्धि जहार सेही अटई विधि विधि बस पुणी अटई एही सारा जगत विधिर विधान एड़िबा शक्तिर बहिभूत गुरु नाना रंगे करंती खेल विश्व संसारे स्थावर जंगम पतंग कीट नाना प्रकारे पूर्व पश्चिम उत्तर आउ दक्षिण दिग चारि दिग चारि दुआर गुरु आश्रमे जोग आकाश नामे चंद्रा तप ढांकी चिता मंदिर संपरदा जेते ता तले अटे ता अधिकार सर्वमान्य ध्यान धर्म होइछि प्रकाशित धर्म जला को उड़ाई मर्ते करई नृत्य अरे धान्य बोली करी जाहाकू सेही करे व्यकत सर्व जीवर से आहार जगतरे विदित हरि कथा कली कथा को केही छाड़ी न पारे भात लुगा चारी कथाटी अटे सत्य व्यवहारे भारत युद्धरे अर्जुन दिने कृष्ण छामुरे पचारि नथिले विकल होई युद्ध क्षेत्र रे भूमि लाभ पाई काहींकी मोहि भाई बंधुरे युद्धरे निहत करिबी कह केउ आशारे विषण बदन देखिण तांकु मधुसूदन आदेश देले करिबाकू निष्कामरे करम निष्कामे कर्म साधने हुओ संतोष जात सहजे संतोष दियई जीवे विश्राम नित्य कर्धमे किलक पराए हरि नाम अटई जेउ दिगे जेहु टाणई सेही दिगे चलई ताकु बुझाइयो काहार भवे नाही सकती आपे अनुभव करिले तुटे सबु जुकती एकत्र रे बास करुण थिले दुई भगिनी विवाहिता तहु गोटिए अन्य कुमारी पुणी कुमारी पचारे भौणी कह विवाह सुख उत्तर मिलिला विवाह हेले जानिबु तो किछि दिन पर कुमारी कला स्वामीर संग स्वामी संग पाई जानिला तही अछि की रंग आउ दिने दुहे एकत्र हेले विवाह परे प्रश्नर उत्तर समाधि हेला हस रसरे स्वामी संग सुख किपरि केहु वर्णि न पारे हरि नाम रस जेपरि अव्यकत व्यवहारे नाना मृत पान जे करे आउ न छाड़े नाही न चाखिबा जन सेथिरे मन बळाए काहीं सबु स्वान जदि
ଦେଶରୁ ବୃନ୍ଦାବନ ଯାଆନ୍ତେ ଅଇଁଠା ପତର କେରହି ଆହୁ ଏଥି ଚାଟନ୍ତେ ମାଳା ଜପ କରି ଥୋକାଏ ଘର ଘର ଜପନ୍ତି ଠକାଇ କାମକୁ କରିଣ ବୈକୁଣ୍ଠେ କିସେ ଚଳନ୍ତି କେଉଁ ବହିପତ୍ର ପଢିଲେ ହେବ ଚିତ୍ତର ତୃପ୍ତି ସମସ୍ତେ ଗରବ ଦେଖାନ୍ତି ଲେଖି ପୁସ୍ତକ ପନ୍ତି ଅକ୍ଷର ମାନକୁ ଚିହ୍ନିଲେ ପାଠ ଶେଷ ହୁଅଇ ଗୁରୁ ରୂପେ ଦୟା କରିଲେ ମାତ ପଦ୍ମମୁଖ ହିଁ ହରିବା ଗୁଣିବା ଫେଡ଼ିବା ମିଶାଇବା ଏହି ଚାରି ସୂତ୍ର ଯେହୁ ଜାଣଇ ବୋଲାଏ ସେ ବେପାରୀ ହରଣେ ହରଣ ହୁଅଇ ଅଙ୍କ ଏକ ସ୍ଥାନରୁ ଗୁଣନରେ ବୃଦ୍ଧି ଲଭଇ ଅଙ୍କ କ୍ରମେ କ୍ଷୁଦରୁ ଏକରେ ଅନ୍ୟକୁ ଯୋଡ଼ିଲେ ତାହା ଯୋଗ ବୋଲାଏ ଏକରୁ ଅନ୍ୟଟି ଅନ୍ତର ହେଲେ ବିୟୋଗ ହୁଏ କର୍ମ ଯୋଗୁ ସିନା ହୁଅଇ ଅକ୍ଷରଟି ପୁରାଣ କର୍ମ ଯୋଗୁ ପୁଣି ହୁଅଇ ଅଙ୍କେ ସୂତ୍ରେ ଗଣନ ସୁନା ଯୋଗୁ ସିନା ବଣିଆ କାରିଗରୀ ଦେଖାଏ ନାନା ଅଳଙ୍କାର ତିଆରି ବାହାଦୁରୀ ସେ ନିଏ ଅଳଙ୍କାର ଦିନେ ହୋଇବ ଏହି ଆଶାରେ ନରେ ସୁନାକୁ ସାଇତି ରଖନ୍ତି ଅତି ଯତନ ଭରେ ଜଗତ ମୋହିତ ହୁଅଇ ଦେଖି ଅଳଙ୍କାରକୁ ସୁନାକୁ ସୁନାରୀ ଚିହ୍ନଇ ନକହୀନ ମର୍ମକୁ ଗୁଣିକ ହୋଇଲେ ଗୁଣର ଆଦରତ କରନ୍ତି ବିଶୁଦ୍ଧ କି ସୁନା ମିଶ୍ରିତ ବଣିଆଏ ଚିହ୍ନନ୍ତି ମନ ପ୍ରକୃତିକୁ ଘେନିଣ ଘରେ ଘରେ ବିହରେ ପ୍ରକୃତିର ବଶ ହୋଇଣ ନାନା କୁର୍କମ କରେ ମନ କର୍ଣ୍ଣଧାର ରୂପରେ ଦେହ ନାବ ଚାଳଇ ମନ କଥା ଯେହୁ ମାନଇ ଭବାଦିକୁ ତରଇ କେଉଁ ଘରେ ମନ ଭ୍ରମଇ ହୋଇ ପ୍ରକୃତି ବଶ ଆଉ କେଉଁଠାରେ ପ୍ରକୃତି ହୁଏ ମନର ବଶ ସୁକର୍ମ କୁକର୍ମ ଅଟଇ ଯେଣୁ ଦୁଇଟି ପଥ ସ୍ଥଳ ବିଶେଷରେ ମନଟି କରେ ନାନାଦି କୃତ୍ୟ ଯେଉଁ ଘରେ ମନ ବିହାର କରେ ଜାଣ ହେତୁରେ ନବଦ୍ୱାର ତହିଁ ଲାଗିଛି ଗୁଣ ସ୍ଥାନରେ କେଉଁ ଦ୍ୱାରେ ମନ ଶ୍ରବଣ କରେ ଶବଦ ମାନ କେଉଁ ଦ୍ୱାରେ ନାନା ପଦାର୍ଥ କରେ ଅବଲୋକନ କେଉଁ ଦ୍ୱାରେ ପୁଣି ପ୍ରବେଶୀ ବାୟୁ ସେବନ କରେ ପାନ ଭୋଜନାଦି କରଇ ବସି କେଉଁ ଦ୍ୱାରରେ ମଳମୂତ୍ର ତ୍ୟାଗ କରଇ ଯତ୍ନେ ଦୁଇଟି ଦ୍ୱାରେ ମନ ଠାରୁ ବଳିଷ୍ଠ କେବା ଅଛି ସଂସାରେ ଏହି ମନ ସଙ୍ଗ ହୋଇଲେ ବୁଦ୍ଧି ବିବେକ ଜ୍ଞାନେ ସର୍ବସିଦ୍ଧି ଲାଭ ହୁଅଇ ନାନା ଶାସ୍ତ୍ର ବିଧାନେ ଅଦ୍ଭୁତ ଅଟେ ଏ ଭବ ମନର ଯେ ଶକତି ମନ ହେତୁ ନାନା ପ୍ରପଞ୍ଚ ହେଉଅଛି ଉତ୍ପତ୍ତି ଦର୍ଶକ ବନ୍ଧୁ ଏଇ ହିତବାଣୀ ଆପଣ ମାନଙ୍କୁ ଭଲ ଲାଗୁଥିଲେ ଆପଣ ଦୟାକରି ପ୍ରଭୁ ବାୟା ପାଗଳା ବାବାଙ୍କ ଲାଗି ସବସ୍କ୍ରାଇବ ଲାଇକ୍ ବନ୍ଧୁ ମାନଙ୍କୁ ସେୟାର କରନ୍ତୁ ଏହିଭଳି ନିଜର ହିତ କାର୍ଯ୍ୟ ସାଧନ